ଲାଗି ଟାଣି ନଉଛନ୍ତି। ଆହା ସୁନ୍ଦର ଭାବରେ ଏପଟେ ସନ୍ଦର୍ଶନ କରୁଛନ୍ତି ଗଡ଼ିଲା ଗଡ଼ିଲା କାମ୍ପିଲ୍ୟ ବାସିନୀ ମା ଯୋଗମାୟା ଅନିର୍ବଚନିୟା ମା ଯା ଦେବୀ ସର୍ବଭୂତେଷୁ ଚୈତନ୍ୟତ୍ୟ ବିଦୀୟତେ ନମସ୍ତସ୍ୟೈ ନମସ୍ତସ୍ୟై ନମସ୍ତସ୍ୟై ନମୋ ନମଃ। କାମ୍ପିଲ୍ୟ ବାସିନୀ ମା ଯୋଗମାୟାଙ୍କର ଏ ରଥ ଦେବଦଳନ ରଥ, ଯେଉଁ ରଥର ଚକ ସଂଖ୍ୟା ହେଉଛି 12। କାହିଁକି 12 ନା 12 ମାସର ହେଉଛନ୍ତି ପ୍ରତୀକ, 12 ମାସର ପ୍ରତୀକ। ଆଉ କ'ଣ ନା ମା ଗାୟତ୍ରୀ ବିଶ୍ୱମାତା ଦେବମାତା ବେଦମାତା ମା ଗାୟତ୍ରୀଙ୍କର ଇଏ ହେଉଛନ୍ତି 24 ଶକ୍ତି। 12 ଶକ୍ତି ହେଉଛନ୍ତି ସାତ୍ଵିକ ଏବଂ ଆଉ 12 ଶକ୍ତି ହେଉଛି ତାନ୍ତ୍ରିକ। ଗୋଟେ ହେଉଛନ୍ତି ପରାଶକ୍ତି, ଗୋଟେ ଅପରାଶକ୍ତି। ପରା ଅପରା ମିଶି 12 ମିଶି ହେଲା 24 ଶକ୍ତି। ଆଉ ଇଏ ସ୍ୱୟଂ ଆଦିଶକ୍ତି ମା ଭଗବତୀ ଗାୟତ୍ରୀଙ୍କର ଇଏ ହେଉଛନ୍ତି ପ୍ରତୀକ 12 ଚକ। 12 ଚକ ଗଡ଼ି 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 ଯିବ। ପ୍ରିୟ ଭକ୍ତବନ୍ଧୁ, ଆପଣମାନେ ସନ୍ଦର୍ଶନ କରୁଛନ୍ତି ବଡ଼ଦାଣ୍ଡରେ। ଆଗେ ଆଗେ ଯାଉଛନ୍ତି ବଡ଼ ଭାଇ ବଡ଼ବାଡ଼ର ସାମନ୍ତ ସ୍ୱୟଂ ହଳାୟୁଧ ସଂକର୍ଷଣ ରେବତୀ ରମଣ। ସବୁ ଯୁଗରେ ଦେଖନ୍ତୁ ବଡ଼ ଭାଇ ସବୁବେଳେ ସାନ ଭାଇକି ଐଶ୍ୱର୍ଯ୍ୟ ଦେଇଛନ୍ତି। ବଡ଼ ଭାଇ ସାନ ଭାଇକି ସବୁବେଳେ ମର୍ଯ୍ୟାଦା ଦେଇଛନ୍ତି। ବଡ଼ ଭାଇ ଆପଣ ଦେଖନ୍ତୁ ସବୁ ଯୁଗରେ ପ୍ରଭୁଙ୍କୁ ଦେଇଛନ୍ତି, ସବୁ ଯୁଗରେ ପ୍ରଭୁଙ୍କୁ ଶ୍ରେୟ ଦେଇଛନ୍ତି। ତ୍ରେତା ଯୁଗରେ ଯଦି ସାନ ଭାଇ ହେଇଛନ୍ତି ଏ ବଡ଼ ଭାଇ, ସ୍ୱୟଂ ଇଏ ହେଉଛନ୍ତି କିଏ ନା ଅନନ୍ତ ଶେଷ ନାଗ ମୁତହର ଯୋଗାରୂଢ଼ ଜଗବନ୍ଧୁ ହରି। ମୁଁ ତ ହର, ମୁଁ ହେଉଛି ହର ସ୍ୱୟଂ ଶିବ, ଆଉ ଜଗବନ୍ଧୁ ହେଉଛି ହରି, ସିଏ ହରି ମୁଁ ହର। ତ୍ରେତା ଯୁଗରେ ଯେତେବେଳେ 14 ବର୍ଷ ବନବାସ ପ୍ରଭୁ ଗଲେ, ସେତେବେଳେ ଏଇ ହରି କ'ଣ କଲେ? ଲକ୍ଷ୍ମଣ କହିଲେ ନାଇଁ 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 ନାଇଁ, ଏ ଅଯୋଧ୍ୟା ସିଂହାସନରେ ମୁଁ ବସିବି ନାହିଁ। ଏ ଅଯୋଧ୍ୟା ସିଂହାସନର ପ୍ରକୃତ ଅଧିକାରୀ ହେଉଛନ୍ତି କିଏ ନା ସ୍ୱୟଂ ପ୍ରଭୁ। ପ୍ରଭୁ ସିଂହାସନ ତ୍ୟାଗ କରି ଯାଇଛନ୍ତି। ଆଜି ଦେଖୁଛନ୍ତି ବଡ଼ଦାଣ୍ଡ, ଏ ବଡ଼ଦାଣ୍ଡରେ ଉର୍ଦ୍ଧବ ଆଉ ଏହି ଭକ୍ତମାନେ ହାତ ଟେକି ଦେଇଛନ୍ତି, ଅପଲକ ନେତ୍ରରେ ଚାହିଁ ରହିଛନ୍ତି। ଚକା ଆଖି ଚକା ନୟନ କୋଟି କୈବଲନାଥ କାଳିଆ ସାନ୍ଦର। ସେ ନନ୍ଦୀ ଘୋଷ ରଥର କେତେବେଳେ ଘର ଘର ନାଦରେ 16 ଚକ ବିଶିଷ୍ଟ ରଥ ଗଡ଼ି ଗଡ଼ି ଆସିବ। ଦେବୀ କାମ୍ପିଲ୍ୟ ବାସିନୀ ମା ଯୋଗମାୟା ଅନିର୍ବଚନିୟା। ଏ ମା ହେଉଛନ୍ତି କିଏ ନା ଇଏ ସ୍ୱୟଂ ହେଉଛନ୍ତି ବ୍ରହ୍ମା। ଇଏ ବ୍ରହ୍ମା ଯଦି କେତେ କାହିଁକି ଆଜି ନାରୀ ରୂପରେ ପୂଜା ପାଉଛନ୍ତି ରତ୍ନ ସିଂହାସନରେ ଭଉଣୀ ରୂପରେ। ପଚାରିଦେଲେ ମା ସାନ୍ତାଣୀ କହିଲେ ଠାକୁରେ ଆପଣ ମୋତେ ପାଖରେ ବସେଇଲେ ନାହିଁ, ରତ୍ନ ସିଂହାସନରେ ଆପଣଙ୍କ ପାଖରେ ମୁଁ ରହିଲେ ନାହିଁ, ଆପଣ ଭଉଣୀକି ରଖିଲେ। ଦୁଇ ଭାଇ ମଝିରେ ରଖିଲେ ଭଉଣୀକି। ଜଗତ କ'ଣ ପ୍ରଶଂସା କରିବ? ଜଗତ କ'ଣ ଆପଣଙ୍କୁ ସମ୍ମାନ ଦେବ? ଏ ଜଗତ